ବୟସ କେତେ ମୁଁ ଆଶୀର୍ବାଦ ଦେବି, ବେଷ୍ଟ ୱିଶେସ୍ ବି ଦେଇପାରିବି। ଆଶୀର୍ବାଦ ତ ବଡ଼ ଲୋକମାନେ ଦେବେ, ଗୁରୁଜନମାନେ ଦେବେ। ବେଷ୍ଟ ୱିଶେସ୍ ଜ୍ୟୋତିଙ୍କ ପାଇଁ କି ବୈବାହିକ ଜୀବନ ବହୁତ ସୁନ୍ଦର ଯାଉ। ଆଣ୍ଡ ୱେଲକମ୍ ଟୁ ଦ ଖଟି ତାଙ୍କ ସ୍ତ୍ରୀଙ୍କ ପାଇଁ। ମତେ ଲାଗୁନି ଜ୍ୟୋତି ଏଜ୍ ଏନ୍ ଇଣ୍ଡିଭିଜୁଆଲ ବହୁତ ଚିଲ୍, ସେ ବହୁତ ହି ହସମୁଖ। ଆଣ୍ଡ ମୁଁ ଯେତିକି ଟାଇମ୍ ବିତେଇଛି ତାଙ୍କ ସହିତ, very progressive mind, even auntie, uncle, whole family ବହୁତ ହି progressive। କାହାର freedom ଯାଇଛି ବୋଲି ମତେ ଲାଗୁନି, ଓଲଟି ତାଙ୍କ ଘରକୁ ଗୋଟେ ଝିଅ ମିଳିଲା। ଆଣ୍ଡ ଆଗକୁ ଯାଇକି ଆପଣ କ୍ୱେଶ୍ଚନ୍ ପଚାରିବେ, ଦେଖିବେ ସେ କହିବେ ନିଜେ, ବହୁତ ହି ସୁନ୍ଦର ପରିବାର। ଠକିଗଲେ ନା, ଟିକେ ରେଷ୍ଟ ନିଅ। ରେଷ୍ଟ ନେଇ ସାରିଲା ପରେ ମୁଁ କହିବି। ମୁଁ ଯାଉଛି ଏବେ ଆଷ୍ଟ୍ରୋଲୋଜର ପାଖକୁ, ଜାତକ ଦେଖିକି କହିବି। ଜ୍ୟୋତିଷକୁ ପଚାରିକି କହିବି। ଏବେ ଯୋଉ ପଏଣ୍ଟରେ ଅଛି, ଆଗ ଜାତକ ମିଶେଇବି ତାପରେ ଚଏସ୍ କରିବି। ଗିଫ୍ଟ ସବୁ କଣ ଏଇଠି କହିଦେବି, ଗିଫ୍ଟ କୁହନ୍ତିନି କାହାକୁ। ସେ ତ ଛୁପା ରୁସ୍ତମ ମାରିଲେ, ଆମକୁ କହିନଥିଲେ ଆଗରୁ। ସଡନଲି ଏମିତି ଫୋନ କରି କହିଲେ, ଆଉ ଭାଉଜ ଭାଇ ମ୍ୟାରେଜ ହଉଛି ଆସିବ, ଏମିତି ଆଉ। ତାଙ୍କର ଭଲ ଲାଇଫ ଭଲସେ ଚାଲିଛି, ଭଲସେ ଖୁସିରେ ରୁହନ୍ତୁ। ଆଉ କଣ, ଭଗବାନ ଜଗନ୍ନାଥଙ୍କ ମଙ୍ଗଳ କରନ୍ତୁ, ତାଙ୍କ ଲାଇଫ ଟାଇମ ଭଲସେ ଚାଲିଛି। ନା, ସେ ତ କହିଲେ ଆରେଞ୍ଜ ମ୍ୟାରେଜ, କହିଲେ ଫୁଲି ଆରେଞ୍ଜ ମ୍ୟାରେଜ। ଏ ମ୍ୟାରେଜର କିଛି ଦିନ ପୂର୍ବରୁ। ନା ଏମିତି ଭଲ ଫ୍ରେଣ୍ଡ, ସେ ତାଙ୍କ ଫ୍ରେଣ୍ଡ ତ। ନାଇଁ, ଜ୍ୟୋତି ଭାଇଙ୍କ। ଥ୍ୟାଙ୍କ ୟୁ। ଜ୍ୟୋତି ଆଉ ସିମରନ୍ ବାହା ହେଉଛନ୍ତି। ଆମର ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗୋଟେ ଖୁସିର କଥା। ଆଜି ସମସ୍ତେ ଏଠି ଦେଖା ସେଲିବ୍ରେସନ୍ ହେଉଛି ଗୋଟେ, ଆଉ ବହୁତ ଖୁସିର କଥା। ସେମାନଙ୍କର ମ୍ୟାରେଜ୍ ଲାଇଫ୍ ସକ୍ସେସ୍ ହଉ, ଭଗବାନ କରନ୍ତୁ, ବହୁତ ଭଲରେ ଜୀବନ ଯାପନ। ମୁଁ ଜ୍ୟୋତି ସହିତ ଆସିଛି। ଜ୍ୟୋତି ସହିତ ମୁଁ ଆଗରୁ ଫିଲ୍ମ କରିଛି ବି, ଆଉ ସିମରନ୍ ସହିତ କରିବାର ଥିଲା, ହେଇପାରିନି। ଆଉ ଏଇଠି ଦେଖା ହେଲା, ଦେଖା ବି ହେଇନଥିଲା, ଆଉ କଥା ହେଇଥିଲୁ କିନ୍ତୁ ହେଇପାରିନଥିଲା। ଏଇଠି ଦେଖା ହେଲା। ଆଗକୁ ଯଦି ସେମାନେ ଯଦି ଆକ୍ଟିଂ କରିବେ ତାହେଲେ ଆମେ କରିପାରୁ। ହଁ, କିଛି ବି ହେଇପାରେ। ହଁ, କିଛି ବି ହେଇପାରେ। ବର୍ତ୍ତମାନ ସିନେମା ଲାଇନ୍ ଏନି ଟାଇମ୍ କିଛି ବି ହେଇପାରେ। ସବଜେକ୍ଟ ଉପରେ ଡିପେଣ୍ଡ କରେ, କ୍ୟାରେକ୍ଟର ଉପରେ ଡିପେଣ୍ଡ କରେ। ଆଉ ସେ ଯାହା ହଉ, ତାଙ୍କର ମ୍ୟାରେଜ୍ ହେଲା, ମ୍ୟାରେଜ୍ ଖୁସିରେ ରୁହନ୍ତୁ, ସେଇଟା ବହୁତ ବଡ଼। ସେଇଟା ତ ଏଠି କହିହେବନି, ସେଇଟା ପର୍ସନାଲି କହିବାକୁ ପଡ଼ିବ। ମୁଁ ଦରକାର ପଡ଼ିଲେ ପର୍ସନାଲି ତାକୁ ହଁ ଦେଖା ହୁଏ, ମଝିରେ ମଝିରେ କଥା ହେଲେ କହିବି ତାକୁ କେମିତି ଗୋଟେ ଫ୍ୟାମିଲି ହସ ଖୁସିରେ କେମିତି ରହିପାରିବ, ଅଣ୍ଡରଷ୍ଟାଣ୍ଡିଂ କେମିତି ୱାଇଫ୍ ହଜବେଣ୍ଡ ଭିତରେ ରହେ। ଆଉ ଯଦି ଦେଖା ହୁଏ କେତେବେଳେ ମୁଁ ନିଶ୍ଚିତ କହିବି। ବର୍ତ୍ତମାନ ସୁଟିଂ ସରିଯାଇଛି ଗଣ୍ଡ ଭୈରବ। ନୂଆ ଫିଲ୍ମଟା ଆରମ୍ଭ ହେବ, ନାୟିକାର ସୁଟିଂ ଖୁସିରେ ଆରମ୍ଭ। ହଁ, ବହୁତ ପରିଶ୍ରମ କରିଛନ୍ତି ସେଥିପାଇଁ ଦେବାଶିଷ। କୋଉଠି ମଣ୍ଡପରେ ନାୟିକା ବୋଲି ଗୋଟେ ଫିଲ୍ମ ଆରମ୍ଭ ହେଉଛି, ଯେଉଁଟାକି ବହୁତ ଶୀଘ୍ର ଫ୍ଲୋରକୁ ଯିବ ସୁଟିଂ। 100 ହିରୋଇନ୍ ଅଛି।